ମାଲିକତାକୁ ଅନ୍ୟ ହାତକୁ ଟେକିଦେବାରୁ ଅଭିମାନ କଲା ସେ। ରାଗରେ ମାଲିକଙ୍କୁ ମୁଣ୍ଡରେ ଠେଲି ଦେବାରୁ ପ୍ରାଣ ଚାଲିଗଲା। ମାଲିକଙ୍କ ମୃତ୍ୟୁ ପାଇଁ ଅନୁତାପରେ ଜଳୁଛି ଗାଈ। 13 ଦିନ ହେଲାଣି ଦାନା ପାଣି ଛୁଉନି ଗୁମୁରି କାନ୍ଦୁଛି ଗାଈ। ଆଜିକୁ 13 ଦିନ ହେଲାଣି ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଛି ଗାଈଟି। 13 ଦିନ ତଳେ ସେ ଏମିତି ଏକ ପାପ କରିଦେଇଛି ଯେଉଁଥିପାଇଁ ପ୍ରତି ମୁହୂର୍ତ୍ତରେ ସେ ଅନୁତାପ ନିଆଁରେ ଛଟଫଟ ହୋଇ ଚଳୁଛି। ସେଥିପାଇଁ ଟୋପେ ପାଣି ପିଉନି କି ଦାନା ମୁଠିଏ ବି ମୁହଁରେ ନେଉନି। ତା ମୁଣ୍ଡରେ ଲାଗିଛି ମାଲିକ ହତ୍ୟାର କଳଙ୍କ। ଯେଉଁ ମାଲିକ ତାକୁ ଛୋଟବେଳୁ ପାଳି ବଡ଼ କରିଥିଲା ସେହି ମାଲିକଙ୍କୁ ସେ ଶିଙ୍ଗରେ ଠେଲି ମାରି ଦେଇଛି। ଏବେ ମଣିଷ ମରା ଗାଈ ବୋଲି ଚାରିଆଡ଼େ ତାର ଅପଖ୍ୟାତି ପଡ଼ିଥିବା ବେଳେ ପାପ ମୁଣ୍ଡାଇ ଗୁମୁରି କାନ୍ଦୁଛି ଗାଈଟି। ଆଜିକୁ 13 ଦିନ ହେଲାଣି ଗୋଟିଏ ଜାଗାରେ ଛିଡ଼ା ହେଉଛି, ସେଇଠି ଶୋଇ ଆଖିରୁ ଲୁହ ଗଡ଼ାଉଛି। କେହି କିଛି ଖାଇବାକୁ ଦେଲେ ମୁହଁ ଲଗାଉନି କି ଆଡ଼ ଆଖିରେ ବି ଚାହୁଁନି। ପ୍ରତି ମୁହୂର୍ତ୍ତରେ ତାକୁ ତା ପାପ ଯେମିତି ଖାଇ ଗଡ଼ାଉଛି। ଗୋଟେ ସେ ଲୋକ ହାତରୁ ଫିଟିଗଲା। ଫିଟିଲା ପରେ ସେ ଆମ ଘର ଆଡ଼କୁ ଆସୁଥିଲା, ଯାହାଫଳରେ ସେ ବାବା ସେ ଆଗରେ ପଡ଼ିଗଲେ। ସେ ପଡ଼ିଲା ଯେତେବେଳେ ବାଜିଲେ ସେ ଡ୍ରେନ୍ରେ ପଡ଼ିଗଲେ। ଡ୍ରେନ୍ରେ ପଡ଼ିଲା ପରେ ଆମେ ନେଇଗଲୁ ହସ୍ପିଟାଲ ନେଇଗଲୁ ମୃତ୍ୟୁବରଣ କଲୁ। ସିଏ ଭାବୁଛି ଯେ ମୋ ମାଲିକଟା ମୁଁ ତ ଏତେ ବର୍ଷ ହେଲା ମୋ ଘରେ ଗୋଟେ ମୋ ଯତ୍ନ କରି ରଖିଥିଲେ, ମୁଁ ଯାହାର ଖାଇଲି ମୁଁ ତାକୁ ଆଇଛି ତାକୁ ମାରିଦେଲି। ସିଏ ବି ଅନୁତାପ କରୁଛି, ଗୋଟେ ଗାଈ ହେଲେ ବି ସେ ମନରେ ଅଛି ନିହାତି ସେ ଅନୁତାପ କରୁଛି ଯେ ମୁଁ ମାରିଦେଲି, ବଡ଼ ଦୁଃଖ କାର। ଆଉ ସିଏ ବି ଦୁଃଖ ପ୍ରକାଶ କରୁଛି, ସିଏ ବି ଖାଉନି ସେଇଥିପାଇଁ। ଆଉ ଅନୁମାନ କରୁଛି ପଶୁ ହେଲେ ବି ପଶ୍ଚାତାପ କରୁଛି। ତା ଦେହରେ ପଶ୍ଚାତାପର ଗୁଣ ଆମେ ଯାହା ମଣିଷ ଭଳିଆ ଉପଲବ୍ଧି କରୁଛୁ। ସେ 10 ଦିନ ଧରି ସେ ଖାଇ ନାହିଁ। ଯେମିତି ରାମଚନ୍ଦ୍ର ମହାରାଣଙ୍କ ଦେହାନ୍ତ ହେଇଗଲା ପରେ ସେ 10 ଦିନ ଧରି ଖାଇ ନାହିଁ। ଆଙ୍କ ଘର ଶୁଦ୍ଧିକ୍ରିୟାର କର୍ମ ପରେ ଜଣେ କି ଆମର ଗ୍ରାମରେ ବାସିନ୍ଦା ନେଇକି ପାଣି ଆଉ କ'ଣ ଖାଦ୍ୟ ଦେଲା ପରେ ସେଇଦିନ 10 ଦିନ ଦ୍ୱିପହର ବେଳେ ଟିକେ ପାଣି ପିଇଥିଲା, ଆଉ କିଛି ଖାଇ ନାହିଁ। ଏବେ ଦେଖୁଛି କିଛି ଖାଇ ନାହିଁ, ତା ଶରୀର ମଧ୍ୟ କ୍ଷୀଣ ହେଇଗଲାଣି, ଛିଡ଼ା ହେବାକୁ ଥରୁଛି ସିଏ। ସିଏ ଅନୁତାପ କରୁଛି ଯେ ମୋ ମାଲିକକୁ ମୁଁ ଏମିତିକା ବିନ୍ଧିବା ଫଳରେ ଦେହାନ୍ତ ହେଇଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ରେମୁଣା ଖୁସାଲିଗଞ୍ଜର। ଗାଁର ରାମଚନ୍ଦ୍ର ମହାରଣା ଗାଈଟିକୁ ଛୋଟବେଳୁ ପାଳିଥିଲେ ବି ଗତ 12 ତାରିଖ ଦିନ ତାକୁ ଗାଁର ସିପୁନ ଦାସଙ୍କ ହାତକୁ ଟେକି ଦେଇଥିଲେ। ଛୋଟବେଳୁ ରାମଚନ୍ଦ୍ରଙ୍କ ସ୍ନେହଶ୍ରଦ୍ଧା ପାଇ ବଢ଼ିଥିବା ଗାଈଟି ଅନ୍ୟ କାହା ଘରକୁ ଯିବାକୁ ପସନ୍ଦ କରିନଥିଲା। ସିପୁନ ତାକୁ ନେବାକୁ ଚେଷ୍ଟା କଲାବେଳେ ରାଗରେ ମାଲିକ ରାମଚନ୍ଦ୍ରଙ୍କୁ ଶିଙ୍ଗରେ ଠେଲି ତଳେ ପକାଇ ଦେଇଥିଲା ସିଏ। ତଳେ ପଡ଼ିଯାଇ ରାମଚନ୍ଦ୍ର ଗୁରୁତର ହୋଇପଡ଼ିଥିବା ବେଳେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ତା ଆକ୍ରମଣରେ ମାଲିକ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ଯେମିତି ଜାଣିପାରିଥିଲା ଗାଈଟି। ସେହିଦିନଠାରୁ ଗାଁର ଏକ ନିର୍ଦ୍ଦିଷ୍ଟ ଜାଗାରେ ଅଖିଆ ଅପିଆ ପଡ଼ି ରହି ଆଖିରୁ ଲୁହ ଗଡ଼ାଉଛି। ଗାଁ ଲୋକ ତାକୁ ଖାଇବାକୁ ଦେବାକୁ ଯେତେ ଚେଷ୍ଟା କରୁଥିଲେ ବି ଦାନା ମୁଠାଏ କି ପାଣି ଟୋପାଏ ମୁହଁକୁ ନେଉନି। ଗାଈ କ'ଣ ଭାବୁଛି ଏବେ? ଭାବୁଛି ସେ ଯେ ମୋ ମାଲିକକୁ ମାରିଦେନି କାହିଁକି, ବହୁତ ଭୁଲ କାମ କରିଦେଇଛି। ସେ ଖାଉନି ପିଉନି, ସିଏ ତାର ଛିଡ଼ା ହେଇଛି ସେଇଠି। ଗାଈଟାକୁ ଯେହେତୁ ଆମକୁ ଡାକିଥିଲେ କିଛି ଦିନ ପୂର୍ବରୁ, ଆମକୁ ଗାଈ ନେବାର ଥିଲା, ଆମେ ସେବେ ନେଇନଥିଲୁ। ତାପରେ କିଛି ଦିନ ପରେ ଯଦି ଗରୁ ଆମକୁ 4ଟା 4:30 ଖଣ୍ଡେ ଟାଇମ୍ରେ ଦେଇଥିଲେ ଗରୁଟାକୁ, କହିଲେ ଦୌଡ଼ି ନେଇ ଆସ କି ପଘା ନେଇ ଆସ ବାନ୍ଧିକି। ଆ ଭିତରେ ଆଙ୍କ ଘର ଭିତରୁ ଯେ ଗାଈ ନେଉଥିଲେ 10-15 ରାଉଣ୍ଡ ମାରିଲା ପରେ ଟିକେ ଥକିଗଲା ପରେ ଗରୁଟା ସ୍ଥିର ହେଲା ପରେ ବନ୍ଧାଗଲା। ତାଙ୍କ ମା ଯେ ମାଲିକାଣୀ ବାନ୍ଧିକି ଦେଲେ। ବାନ୍ଧିଦେଲା ପରେ ତ ଆମେ ତ ନେଇକି ଯାଉଛୁ ଘର ଆଡ଼କୁ, ଏଠୁ ପୁରା ଗେଟ୍ ଖୋଲିଲା ପରେ ଦୌଡ଼ିଲା ପରେ ସେଇ ଛକ ପାଖାପାଖି ଟିକେ ସ୍ଲୋ ହେଇଗଲା। ତାପରେ ଯେତେବେଳେ ମୋତେ ମାରିବାକୁ ମୁଣ୍ଡିଆ ଗୁଡ଼େଇଲା, ମୁଁ ଟିକେ ସାଇଡ୍ ହେଇଗଲି। ସାଇଡ୍ ହେଲା ପରେ ଗୋଟେ କଂଗ୍ରାଳି ଲୋକଟା ବଢ଼ିଆ ଲୋକଟା ଚାଲି ଆସୁଥିଲା, ତାକୁ ଟେକିକି ଡ୍ରେନ୍ରେ ପକେଇଲା। ତା ଆଡ଼କୁ ମୁଁ ଯେହେତୁ ଗଲା ପରେ ତାପରେ ତାକୁ ଉଠେଇବାକୁ ଯାଇକି ତାପରେ ତ ପୁଣି ଗାଈଟା ବୁଲିକି ସଡନ୍ ଆସିବା ଟାଇମ୍ରେ ତାଙ୍କ ମାଲିକ ମୁଣ୍ଡେ ବାଡ଼େଇକି ସେ ଡ୍ରେନ୍ରେ ପଡ଼ିଲେ। ଗାଈଟି ଅଖିଆପିଆ ପଡ଼ିଥିବା ବେଳେ ପ୍ରଥମ ମାଲିକଙ୍କ ପରିବାର ତାକୁ ଆଉ ଫେରାଇ ଆଣିବା ସପକ୍ଷରେ ନାହାନ୍ତି। ତାକୁ ଦେଖିଲେ ବାପାଙ୍କ ମୃତ୍ୟୁ କଥା ମନେ ପଡ଼ିବ, ତେଣୁ ଆଣୁନୁ ବୋଲି ରାମଚନ୍ଦ୍ରଙ୍କ ପୁଅ କହିଥିବା ବେଳେ ମଣିଷ ମରା ଗାଈକୁ ଘରକୁ ନେବୁନି ବୋଲି କହିଛନ୍ତି ଦ୍ୱିତୀୟ ମାଲିକ। ଅନ୍ୟପଟେ ଗାଈଟିକୁ ନେଇ ସେମାନେ ଯତ୍ନ ନେବେ ବୋଲି କହିଛନ୍ତି ଗୋ ସେବକ।
ପଶୁ ହେଲେ ବି ସେ ପଶ୍ଚାତାପ କରୁଛି ଯେଉଁ ସ୍ନେହ ମମତାର ପଘାରେ ପୁରା ପରିବାର ତାକୁ ବାନ୍ଧି ରଖିଥିଲା କେମିତି ଦୂରେଇଥାନ୍ତା ସେ ସେଇପାଇଁ ତ ସେ ଫେରିବାକୁ ଚେଷ୍ଟା କରୁଥିବା ବେଳେ ଘଟିଗଲା ଅଘଟଣ। ହେଲେ 13 ଦିନ ଧରି ଅନୁତପ୍ତର ଧାସରେ ତାତୁଛି ଗାଈଟି, ନା ଗୁହାଳକୁ ଫେରୁଛି ନା ମୁହଁକୁ ନେଉଛି ଦାନା ପାଣି। ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା, OTV।